Hello, everybody. Welcome to Chatasali G's Quality Matters a lot, and a very good morning, all of you friends. Modern History of Odisha Part 1 ଆଜି ଆମେ ଦେଖିବା। ଏଇଟା ଦୁଇଟା ପାର୍ଟରେ ଆସିବ। ପାର୍ଟ 1 ରେ ଆମେ ଦେଖିବା କେମିତି ଆଗମନ ହେଇଥିଲା ୟୁରୋପିଆନ୍ସ ମାନଙ୍କର ଓଡ଼ିଶାକୁ ଏବଂ କେମିତି ସେମାନେ କ'ଣ କରିଥିଲେ କ୍ୟାପଚର କରିଥିଲେ। ଆଗ ତ କ୍ୟାପଚର କରିବେ ନା ଓଡ଼ିଶାକୁ, ତାପରେ ଯାଇକିନା ଯାହାବି ହିଷ୍ଟ୍ରି ବନିବ। ତ କ୍ୟାପଚର କେମିତି ହେଇଥିଲା ଏବଂ ଆଡଭେଣ୍ଟ କ'ଣ ହେଇଥିଲା, କେମିତି କରିଥିଲେ ଏବଂ କିଏ କରିଥିଲେ। ଏବଂ ପାର୍ଟ 2 ରେ ଆପଣ ଦେଖିବେ ମୋଷ୍ଟ ଫେମସ୍ ରେବେଲିୟନ୍, ସ୍ପାଇକ୍ ରେବେଲିୟନ୍, ଆପଣଙ୍କର ଅପରାଇଜିଂସ୍, ଯେତେ ସବୁ ଟ୍ରାଇବାଲ ଅପରାଇଜିଂ, ଏସବୁ ଜିନିଷ ବହୁତ ଇମ୍ପୋର୍ଟାଣ୍ଟ ଏଇଟା ହେବ। ତ ଆପଣମାନେ ମଡର୍ନ ହିଷ୍ଟ୍ରି ଓଡ଼ିଶାକୁ ବିଲକୁଲ ବି ସ୍କିପ୍ କରିବେନି। ଏଇଟା ମୋର ପର୍ସନାଲ ଆପଣମାନଙ୍କୁ ରିକ୍ୱେଷ୍ଟ, ନିହାତି ଭାବରେ ଆପଣ ଦେଖିବେ। ଏଥିରୁ କ୍ୱେଶ୍ଚିନ୍ ନିହାତି ଭାବରେ ଆସିବ। ଏବଂ ଆପଣମାନେ ଯଦି MCQs କରୁନାହାନ୍ତି ତ ପ୍ଲିଜ୍ କାଇଣ୍ଡଲି ଆପଣମାନଙ୍କୁ ମୁଁ ରିକ୍ୱେଷ୍ଟ କରୁଛି MCQs କରନ୍ତୁ। MCQs ଆପଣମାନଙ୍କୁ ଟେଲିଗ୍ରାମ ଚ୍ୟାନେଲରେ ପ୍ରୋଭାଇଡ କରାଯାଉଛି। MCQs କରନ୍ତୁ। ଏଇ ଯୋଉ ଆପଣ ଭିଡିଓ ଦେଖୁଛନ୍ତି, ଏଇ ଭିଡିଓରୁ ହିଁ MCQs ଫ୍ରେମ୍ କରିକି ମୁଁ ଆପଣମାନଙ୍କୁ ପ୍ରୋଭାଇଡ କରୁଛି। ଆପଣମାନେ MCQs କରନ୍ତୁ। ଟେଲିଗ୍ରାମ ଚ୍ୟାନେଲର ଲିଙ୍କ ଆପଣମାନଙ୍କୁ ଡିସ୍କ୍ରିପ୍ସନରେ ମିଳିଯିବ। ସେଠି ଆପଣ କ୍ଲିକ୍ କରିକି ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରନ୍ତୁ ଏବଂ MCQs ଆଟେମ୍ପ୍ଟ କରିକି ଆପଣମାନଙ୍କର ସ୍କୋର କେତେ ହେଉଛି ଦେଖନ୍ତୁ। ସ୍କୋରକୁ ଆପଣମାନେ କମେଣ୍ଟ ସେକ୍ସନରେ ମେନସନ୍ କରନ୍ତୁ। ଠିକ ଅଛି। ଯଦି କିଏ ନୂଆ ଅଛନ୍ତି ଚ୍ୟାନେଲରେ ତ ମୁଁ ଆପଣମାନଙ୍କୁ କହି ନେଉଛି ଯେ ଆମେ ଏଠି ଦେଖନ୍ତୁ ଏବେ ବହୁତ ସାରା ଏକ୍ଜାମରେ ଆପଣଙ୍କର ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଏକ୍ଜାମ ଯେତେ ସବୁ ହେଉଛି ସେଥିରେ ବହୁତ ସାରା ଓଡ଼ିଶା ଜିକେ ଆପଣଙ୍କୁ ଦେଖିବାକୁ ମିଳିବ। ତ ଏଇ ଓଡ଼ିଶା ଜିକେ ସମ୍ପୂର୍ଣ୍ଣ ଭାବରେ କଭର ହେଇଛି नो ଇୟର ଷ୍ଟେଟ୍ ବୁକ୍ରେ। ତ ସେଥିପାଇଁ नो ଇୟର ଷ୍ଟେଟ୍ ବୁକ୍କୁ ଆମେ କଭର କରୁଛନ୍ତି। ଆଗକୁ ଅଲଗା ବୁକ୍ ବି ମଧ୍ୟ କରିବା। ଠିକ ଅଛି। ତ ଚାଲନ୍ତୁ ଷ୍ଟାର୍ଟ କରିବା ମଡର୍ଣ୍ଣ ଓଡ଼ିଶା ହିଷ୍ଟ୍ରି। ଦେଖନ୍ତୁ ଏଠି ଦୁଇଟା ପାର୍ଟି ଅଛନ୍ତି। ଗୋଟେ ହେଉଛି ପର୍ତ୍ତୁଗୀଜ ଆଉ ଗୋଟେ ହେବ ବ୍ରିଟିଶର୍ସ। ପର୍ତ୍ତୁଗୀଜ ତ ପ୍ରଥମେ ଆସିଥିବେ ଫର୍ଷ୍ଟ, ବୁଝିପାରିଲେ ନା। ପର୍ତ୍ତୁଗୀଜ ପ୍ରଥମେ ଆସିଥିବେ ଓଡ଼ିଶାକୁ। ଫର୍ଷ୍ଟ ଯିଏ ଆସିଥିବ ସେ ହେଉଛି ପର୍ତ୍ତୁଗୀଜ। ଯେହେତୁ ଏମାନେ ପ୍ରଥମେ ଷ୍ଟ୍ରଙ୍ଗ ହୋଲ୍ଡ କରିସାରିଥିବେ, ବ୍ରିଟିଶର୍ସ ମାନେ ଓଡ଼ିଶାକୁ ଆସିବା ଆଗରୁ ତ ବ୍ରିଟିଶର୍ସ ମାନଙ୍କୁ ରେଜିଷ୍ଟାନ୍ସ ଫେସ୍ କରିବାକୁ ପଡ଼ିଥିବ। ଆଉ ବ୍ରିଟିଶର୍ସ ମାନଙ୍କ ସହିତ ଏମାନଙ୍କର କ'ଣ ରାଇଭାଲରୀ ଥିଲା, ଯୋଉଟା ଫଳରେ ପର୍ତ୍ତୁଗୀଜ କେବେ ବି ଚାହିଁବେନି ଯେ ବ୍ରିଟିଶର୍ସ ମାନେ ଏଠାକୁ ଆସନ୍ତୁ ଏବଂ ନିଜର କମର୍ସିଆଲକୁ ଏକ୍ସପ୍ଲୋର କରନ୍ତୁ। ପର୍ତ୍ତୁଗୀଜ ମାନେ କିନ୍ତୁ କ'ଣ ଥିଲେ, କେମିତି ପୁଣି ବ୍ରିଟିଶର୍ସ ମାନେ ତ ଏଣ୍ଟ୍ରି କଲେ ନା, କେମିତି କଲେ? ପର୍ତ୍ତୁଗୀଜ ମାନେ ବେଶୀ ସେମାନେ କ'ଣ ରହୁଥିଲେ, କନଫ୍ଲିକ୍ଟରେ ରହୁଥିଲେ। ତାଙ୍କର କମର୍ସିଆଲ ପର୍ପସ୍ କମ୍ ଥିଲା, ରିଲିଜିୟସ୍ ଫ୍ୟାକ୍ଟର ମ୍ୟାକ୍ସିମମ୍ ଥିଲା। ରିଲିଜିୟସ୍ ଫ୍ୟାକ୍ଟର ଏମାନଙ୍କର ବହୁତ ସାରା ଥିଲା ଏବଂ ଏମାନେ ପାଇରେସି, ଡକେଇତି ଏଇସବୁରେ ବହୁତ ଲିପ୍ତ ରହୁଥିଲେ। ଯାହା ଫଳରେ ଲୋକାଲ ରୁଲର ଯେତେ ସବୁ ରହିଲେ, ଲୋକାଲ ରୁଲର ମାନେ ଏମାନଙ୍କୁ ପସନ୍ଦ କରୁନଥିଲେ ଏବଂ ୟାର ଫାଇଦା ଉଠେଇଥିଲା ବ୍ରିଟିଶର୍ସ। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ୟାର ଫାଇଦା ଉଠେଇଥିଲା। ବୁଝିପାରିଲେ? ତ ପର୍ତ୍ତୁଗୀଜ ମାନଙ୍କ ବିଷୟରେ ଯଦି ଆପଣ ଡିଟେଲରେ ଜାଣିବାକୁ ଚାହୁଁଛନ୍ତି, ଡିଟେଲରେ ମୁଁ ଏଟା ଅଲରେଡି କଭର କରିଛି ଗୋଟେ ଡେଡିକେଟେଡ ଭିଡିଓ, ଯୋଉଟା କି ସ୍ପେକ୍ଟ୍ରମର କଭର କରିଛି। ସ୍ପେକ୍ଟ୍ରମ ବିଷୟରେ କହିଦଉଛି। ଏଇଟା ଗୋଟେ ମଡର୍ନ ଇଣ୍ଡିଆନ ହିଷ୍ଟ୍ରି ବୁକ୍। এই ବୁକଟା ବେସିକଲି ସିଭିଲ ସର୍ଭିସ ଆସ୍ପାରେଣ୍ଟ ମାନେ ୟୁଜ କରନ୍ତି, ଯୋଉଟା କି ୟୁପିଏସସି ଏବଂ ଓପିଏସସି କ୍ୟାଣ୍ଡିଡେଟ୍ସ ମାନେ ଏଟାକୁ ବେଶୀ ପଢ଼ନ୍ତି। ତ ୟାର କିଛି ପୋର୍ସନ ମୁଁ କଭର କରିଛି, ଆଗକୁ ବି ମଧ୍ୟ କରିବି। ଯଦି କି ଡିଟେଲରେ ଜାଣିବାକୁ ଚାହୁଁଛି ପର୍ତ୍ତୁଗୀଜ, ତ ଆପଣମାନେ ସେ ପ୍ଲେଲିଷ୍ଟ ସ୍ପେକ୍ଟ୍ରମର ପ୍ଲେଲିଷ୍ଟକୁ ଭିଜିଟ୍ କରିକି ସେଠି ଆପଣ ଦେଖିପାରିବେ। ଯଦି ଆପଣ ଜାଣିବାକୁ ଚାହୁଁନାହାନ୍ତି ତ କିଛି ପ୍ରୋବ୍ଲେମ୍ ନାହିଁ, ଆପଣମାନେ ସେଠି ଟାଇମ୍ ୱେଷ୍ଟ କରନ୍ତୁନି, ଏଇଠି ହିଁ ଦେଖିନିଅନ୍ତୁ। ମୁଁ ଏଥିରେ ନର୍ମାଲି ବ୍ୟାକଗ୍ରାଉଣ୍ଡ ଯେତିକି ଆପଣଙ୍କର ରେଲିଭେଣ୍ଟ ସେତିକି ହିଁ ମୁଁ ଆପଣଙ୍କୁ ଜଣେଇଦେବି, ଆପଣ ଏଇଠି ଦେଖିନେବେ। ଆଉ ଯଦି ଜାଣିବାକୁ ଚାହୁଁଛନ୍ତି ତ ସେ ପ୍ଲେଲିଷ୍ଟକୁ ପଳେଇବେ। ଠିକ୍ ଅଛି। ଯଦି ଲାଇକ୍ କରିନାହାନ୍ତି ତ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ ଏବଂ ଯଦି ନୂଆ ଅଛନ୍ତି ତ ସବସ୍କ୍ରାଇବ୍ କରିକି ଆପଣଙ୍କ ସପୋର୍ଟ ମୋତେ ଦେଖାନ୍ତୁ। ଆପଣଙ୍କ ସପୋର୍ଟ ନିହାତି ଦରକାର। ତ ପର୍ତ୍ତୁଗୀଜ ମାନେ ଏଇଭଳି ଭାବରେ କ'ଣ କରିଥିଲେ, ପାଇରେସି ଏଇସବୁ ଜିନିଷରେ ଲିପ୍ତ ରହୁଥିଲେ ଏବଂ ବ୍ରିଟିଶର୍ସ ମାନେ ତାର ଫାଇଦା ଉଠେଇଲେ ଏବଂ ବ୍ରିଟିଶର୍ସ ମାନେ ଧୀରେ ଧୀରେ କ'ଣ କଲେ, ଓଡ଼ିଶାରେ ଏଣ୍ଟ୍ରି କରିବାକୁ ଲାଗିଲେ। ଆପଣ ଦେଖିବେ ଯେ ପ୍ରଥମେ ତ ଏମାନେ ଆସିଥିବେ ଓଡ଼ିଶାକୁ ଏବଂ ପ୍ରଥମେ ହିଁ ଏମାନେ
ए जो पोर्तुगीज माने फैक्ट्री एस्टाब्लिश करथिबे। ब्रिटिशर्स प्रथमे नथिबे जे कि ओडिसा रे फैक्ट्री एस्टाब्लिश करथिबो, से होउचंती पोर्तुगीज। किंतु प्रथम यूरोप जे कि रूल करथिबो से होउचंती ब्रिटिश। देखंतु गोटे ओवरव्यू नै देबा कौन कौन हेबो मॉडर्न हिस्ट्री। एडवेंट हेबो, प्रथमे स्टार्ट होबो एडवेंट ऑफ यूरोपियंस टू, जेतेबेले कि ओडिसा को एडवेंट करिवे को माने यूरोपियंस माने माने पोर्तुगीज। तापर आपण देखिबे जे पोर्तुगीज माने एस्टाब्लिशमेंट करिवे निजर सेटलमेंट कोठी पिपली ठारे। तापरे ब्रिटिशर्स माने एडवेंट करिया को चाहिथिबे किंतु तांको पई एते इजी हेइ नथिबो जिंस काहेकि ना ऑलरेडी पोर्तुगीज अछि केउठारे ओडिसा रे। तापर आपण देखिबे बैटल ऑफ बक्सर रो कहानी, रेबेलियन बहुत सारा हेतिबो, सेति भितरु पाइक एवं हमर खोर्धा रेबेलियन, एई सब रेबेलियन बहुत फेमस थिबो। तापर देखिबे केते रेजिस्टेंस फेस करबा को पड़थिबो। एते इजी तो हेइ नथिबो यूरोपियंस मानक पई ओडिसा रे एंटर करबा। ओडिसा रे या आगुरु ब्रिटिशर्स मानक आगुरु मराठा थिले, आ मराठा बहुत पराक्रमी थिले। मराठा थिले, आमर वीर पाइक माने थिले, बुझि पारले। तो एते तो इजी हेइ नथिला, तो रेजिस्टेंस तो मिली थिला। सेमते ट्राइबल अपराइजिंग्स हेतिला घुमसर ठारे एवं भुइया अपराइजिंग, ए सब बहुत इंपोर्टेंट, ए सब नेक्स्ट वीडियो रे हम देखिबा। सेमते 1866 रे आपण देखिबे जे ओडिसा रे धीरे धीरे कोन हे जिवो फैमाइन आसी जिवो। आ ए फैमाइन रे ब्रिटिशर्स मानको तो किछि फरक पड़ नथिबो, किंतु हमरो इंडियन एवं ए जो हमरो बेंगली एवं हमरो ओडिसा रे जते सब थिबे फार्मर्स एमानको ऊपर प्रभाव पकेइथिबो। तापर आपण देखिबे एजुकेशनल रिफॉर्म से माने करबा को लागिबे। एजुकेशनल रिफॉर्म कोन पई काहेकि ना सेमाननको ओडिसा रे भी बिजनेस करबार अछि ना, तो सेमाने यूरोपियन माननको केते एठा को आनिबे, सेति पई सेमाने कोन करंती एई इंडियन माननको ही उठांती एवं सेमाननको एजुकेटेड करिकि तांको काम रे लगांती। ओडिसा को कोन पई सेमाने आसिले काइना ओडिसा गोटे हेउची कोस्टल स्टेट। कोस्टल स्टेट ओडिसा गोटे, तो कोस्टल स्टेट माने एमाननको ट्रांसपोर्ट करबा को सुविधा रहबो। ट्रांसपोर्ट रो सुविधा पई सेमाने ओडिसा गोटे स्ट्रेटेजिकल प्लेस हे गला ब्रिटिशर्स मानक पई। तापर आपण देखिबे जे केते सोशल रिलीजियस मूवमेंट हेबो, से भितरु सत्य महिमा धर्म, ब्रह्म समाज, एमती बहुत गुडे मूवमेंट आपण देखिबा को पाइबे। सेटा हमें पार्ट 2 रे कवर करबा। एबे देखिबा पोर्तुगीज मानक विषय रे। एते ते इंपोर्टेंट नहंती पोर्तुगीज ओडिसा रे, किंतु किछि मात्रा रे जति कि भी स्टार्टिंग रे से माने थिले, तापर देखिबा ए माने 17th सेंचुरी पर्यंत ही एमानकर रूल थिबो। रूल तो एमाने कर नथिबे, माने जो दबदबाटा ओडिसा रे रखिथिबे 17th सेंचुरी पर्यंत। फर्स्ट यूरोपियन एमाने ही थिबे जो माने आसीथिबे ओडिसा को। पिपली जोटा कि बालेश्वर डिस्ट्रिक्ट रे अवस्थित, सेठारे 1625 रे माने सेटलमेंट गढी निथिबे एवं ब्रिटिशर्स मानको आसीबा को देउ नथिबे। ब्रिटिशर्स मानको सहित एमानकर राइवलरी आगुरु ही थिला, बुझि पाले ना। तो मु सेटा स्पेक्ट्रम सीरीज रे कवर करछि, आपण सेठी जाइना देखि परिबे। तो ब्रिटिश मानक सहित तो राइवलरी आगुरु थिला, आपण देखिथिबे केमते अटैक हेतिला, जहांगीर केमते तांको ए पोर्तुगीज मानको ऊपर रागी जाइथिले। तो से सब जिंस मु स्पेक्ट्रम बुक रे कवर करिछि, से सीरीज रे आपण देखि नेबे। पोर्तुगीज माने 17th सेंचुरी पर्यंत कोन करथिले ओडिसा रे थिले। आपण देखिबे जेतेबेले बैटल ऑफ बक्सर 1764 रे स्टार्ट हबो एवं 65 रे ओवर हबो एवं एठी ट्रिटी साइन हबो। ट्रिटी आपण जानथिबे ब्रिटिशर्स माने जेतेबेले बैटल लड़ंती सेतरे जेतेबेले हरै देबे काहाकू, तो सेठी से माने ट्रिटी कर देबे, निजे भी हारि गले ट्रिटी करंती, आ से ट्रिटी रे निजर ही फायदा से माने करथाय। तो बैटल ऑफ बक्सर जोटा थिला सेटा एक्चुअली गोटे पटे थिले ब्रिटिशर्स, आ गोटे पटे थिले इंडियन रूलर्स थिले, जो माने कि प्रथमे थिला नवाब ऑफ बेंगल जे कि थिला मीर कासिम थिला नवाब ऑफ बेंगल। ये गोटे पार्टी हे गला। सेकेंड पार्टी थिला नवाब ऑफ अवध जे कि सुजा उद्दौला थिला, नवाब ऑफ अवध। एवं थर्ड पार्टी थिला मुगल एम्परर जे कि शाह आलम टू।
ଏ 3 ଜଣ ମିଶିକି କ'ଣ କରିଥିଲେ, ଗୋଟେ ପ୍ଲାନ୍ କରିଥିଲେ ଏବଂ ବ୍ରିଟିଶର୍ସ ମାନଙ୍କ ଉପରକୁ ଆଟାକ୍ କରିଥିଲେ। କ'ଣ ପାଇଁ ଆଟାକ୍ କଲେ? କ'ଣ ଖାଲିରେ ଆଟାକ୍ କଲେ କି ନାହିଁ? ଏତେବେଳକୁ ତ ବ୍ରିଟିଶର୍ସ ମାନଙ୍କର ଏଇ ଯୋଉ ୟା ଆଗରୁ ଗୋଟେ ବ୍ୟାଟେଲ ହେଇଥିଲା, ସେଟା ଥିଲା ବ୍ୟାଟେଲ ଅଫ ପ୍ଲାସି। ଏ ବ୍ୟାଟେଲ ଅଫ ପ୍ଲାସି କେବେ ହେଇଥିଲା ଆପଣ ମାନେ କମେଣ୍ଟ ସେକ୍ସନରେ ମତେ କହିବେ। ତ ବ୍ୟାଟେଲ ଅଫ ପ୍ଲାସିରେ ଅଲରେଡି ବ୍ରିଟିଶର୍ସ ମାନେ ଧୀରେ ଧୀରେ ତାଙ୍କର ଦବଦବା ଇଣ୍ଡିଆରେ ବନେଇବାକୁ ଲାଗିଥିଲେ। କିନ୍ତୁ ବ୍ୟାଟେଲ ଅଫ ବକ୍ସରରେ କ'ଣ ହବ, ମୀର କାସିମକୁ ଟିକେ ଇରିଟେସନ ହବ। କୋଉଥିପାଇଁ? ମୀର କାସିମ ନବାବ ତ ହେଇଯିବ, କିନ୍ତୁ ପପେଟ ବନେଇବାକୁ ଚାହିଁଥିଲେ ବ୍ରିଟିଶର୍ସ, ଯେ ତମେ ନବାବ ତ ହେଇଯିବ କିନ୍ତୁ ରେଭିନ୍ୟୁ ଏଇସବୁ ଜିନିଷ ଆମକୁ ନ ପଚାରି କିଛି ଜିନିଷ କରିବନି, ରେଭିନ୍ୟୁ ଜେନେରେଟ୍ କର, ଲୋକମାନଙ୍କଠୁ ଆଣିକି ମତେ ଦିଅ, ଟ୍ୟାକ୍ସ ବଗେରା, ଏଇ ସବୁ ଜିନିଷରେ ବ୍ରିଟିଶର୍ସ ମାନେ ଇନଭଲ୍ଭ ହେଉଥିଲେ। ଯୋଉଟାରେ ରାଗିକି କ'ଣ କରିଥିବ, ସୁଜାଉଦ୍ଦୌଲା ଏବଂ ଶାହ ଆଲମ ଟୁ, ଯିଏକି ମୁଗଲ ଏମ୍ପରର ଥିବେ, ଏମାନେ 3 ଜଣ ମିଶିକି ପ୍ଲାନ୍ କରିଥିବେ ବ୍ରିଟିଶର୍ସ ମାନଙ୍କ ଉପରକୁ ଆଟାକ୍ କରିବା ପାଇଁ। ବ୍ରିଟିଶର୍ସ ମାନଙ୍କ ତରଫରୁ ମାନେ ଇଷ୍ଟ ଇଣ୍ଡିଆ କମ୍ପାନୀ ତରଫରୁ ହେକ୍ଟର ମୁନରୋ ଲଢୁଥିବ ଏବଂ ହେକ୍ଟର ମୁନରୋଙ୍କର ଯୋଉ ସେନାପତି ଇଏରେ ବ୍ରିଟିଶ ଜିତିଯିବେ ଏବଂ ଏମାନେ ହାରିଯିବେ। ତାପରେ ଆପଣ ଦେଖିବେ ମୀର କାସିମ କୁଆଡେ ପଳେଇବ ଡରିକି। ନବାବ ଅବଧ ଯିଏ ଥିବ ତା ସହିତ ଆଲାହାବାଦ ଟ୍ରିଟି ସାଇନ୍ ହେବ ଏବଂ এই ଆଲାହାବାଦ ଟ୍ରିଟି ଅନୁସାରେ ଶାହ ଆଲମ ଟୁଙ୍କୁ ଆଲାହାବାଦ ଦିଆଯିବ ଏବଂ ସେଇ ଆଲାହାବାଦରେ ହିଁ କେବଳ କିଏ ରହିବ, ମୁଗଲ ଏମ୍ପରର, ଆଉ ତା ବାହାରକୁ ଯାଇପାରିବନି। ବୁଝିପାରିଲେ? ଡିଟେଲ୍ସରେ ଆମେ ମଡର୍ନ ଇଣ୍ଡିଆନ ହିଷ୍ଟ୍ରିରେ କଭର କରିବା ତାକୁ। ଏବେ ଆମେ ଓଡ଼ିଶା ହିଷ୍ଟ୍ରି ପଢୁଛନ୍ତି, ତ ଯେତିକି ଦରକାର ସେତିକି ପଢିବା। ତ ଏଇଟାରେ ହାରିଲା ପରେ ଆପଣ ଦେଖିବେ ରବର୍ଟ କ୍ଲାଇଭ, ଯିଏକି ଇଷ୍ଟ ଇଣ୍ଡିଆ କମ୍ପାନୀର ଗୋଟେ ଇମ୍ପୋର୍ଟାଣ୍ଟ ଇମେଜ ଥିଲା। ତ ରବର୍ଟ କ୍ଲାଇଭ କ'ଣ କରିବ, ଟ୍ରିଟିରେ ସେ ଦିୱାନୀ ରାଇଟ୍ସ ନେଇଯିବ କାହାଠାରୁ, ଶାହ ଆଲମ ଟୁଙ୍କ ଠାରୁ। ନବାବ ଅବଧ ଠାରୁ ତ ସେ ଅବଧ ଏ ଯୋଉ ଆଲାହାବାଦ ନେଇଯିବ, ସେଟା ନେଇକି ଶାହ ଆଲମକୁ ଦବ। ଶାହ ଆଲମକୁ କହିବ ତୁ ବି ତ ଭୁଲ କାମ କରିଛୁ, ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଛୁ, କନସ୍ପିରେସି କରିଛୁ, ତ ତୁ ବର୍ତ୍ତମାନ ମତେ କ'ଣ କରିବୁ, ଦିୱାନୀ ରାଇଟ୍ସ ଦେ 3ଟା ଏରିଆର। କୋଉଥର? ବେଙ୍ଗଲ, ବିହାର, ଓଡ଼ିଶା। ଏଇ ଜାଗାରେ ବହୁତ ହି ଏଗ୍ରିକଲଚର ଥିଲା, ଏଗ୍ରିକଲଚର। ତ ଏଇ ଜାଗାରୁ ସେମାନେ କ'ଣ କରିବେ, ରେଭିନ୍ୟୁ ଜେନେରେଟ୍ କରିବେ। ତ 3ଟା ଯାକରୁ କ'ଣ କରିଗଲା, ଅଦାଲତ କହୁଛି, ଦିୱାନୀ ରାଇଟ୍ସ ମିଳିଗଲା ବ୍ରିଟିଶ ମାନଙ୍କୁ। ତାପରେ ଆପଣ ଦେଖିବେ ବ୍ରିଟିଶ ମାନେ ବର୍ତ୍ତମାନ ଧୀରେ ଧୀରେ ଗ୍ରୋ କରିବାକୁ ଲାଗିଲେ ଏବଂ ସେମାନେ ତାଙ୍କର ଫର୍ଷ୍ଟ ସେଟଲମେଣ୍ଟ ଓଡ଼ିଶାରେ ବନେଇବେ ଜଗତସିଂହପୁରରେ। ବର୍ତ୍ତମାନ ସେଟା ଆମେ ଜଗତସିଂହପୁର କହୁଛନ୍ତି, ଆଗରୁ ସେଟାକୁ ହରିଶପୁର ବୋଲି କୁହାଯାଏ। ତ ଫର୍ଷ୍ଟ ସେଟଲମେଣ୍ଟ ସେମାନେ ହରିଶପୁର ଠାରେ କରିଥିବେ, ଯୋଉଟା କି ପ୍ରେଜେଣ୍ଟ ଡେ ଜଗତସିଂହପୁର ବୋଲି ଆମେ କହୁଛନ୍ତି। ତାପରେ ଆପଣ ଦେଖିବେ ନର୍ଦର୍ନ ସିରକର ଯୋଉଟା ଥିବ, ତାକୁ ସେମାନେ ମଦ୍ରାସ ପ୍ରେସିଡେନ୍ସିରେ ମିଶେଇ ଦେବେ। ଦେଖନ୍ତୁ 3ଟା ପ୍ରେସିଡେନ୍ସି ଥିଲା, ଜାଣିଛନ୍ତି ନା? 3ଟା ପ୍ରେସିଡେନ୍ସି ଥିଲା। ଗୋଟେ ହେଉଛି ବେଙ୍ଗଲ ପ୍ରେସିଡେନ୍ସି, ନମ୍ବର 2 ରେ ହେଲା ମଦ୍ରାସ ପ୍ରେସିଡେନ୍ସି, ଆଉ ନମ୍ବର 3 ରେ କ'ଣ ଥିଲା? ନମ୍ବର 3 ରେ ଥିଲା ବମ୍ବେ ପ୍ରେସିଡେନ୍ସି। ବୁଝିପାରିଲେ? ବମ୍ବେ ପ୍ରେସିଡେନ୍ସି। ଆପଣ ଦେଖିବେ ଯୋଉ ମଦ୍ରାସ ପ୍ରେସିଡେନ୍ସି ଆସିବ, এই ମଦ୍ରାସ ପ୍ରେସିଡେନ୍ସିରେ 4ଟା ଏରିଆ ଯାଉଥିବ। କ'ଣ କ'ଣ? ଚିକାକୋଲ ବ୍ରିଟିଶର୍ସ ମାନେ ପ୍ରୋନାଉନ୍ସିଏସନ କରନ୍ତି, ଆମେ ସେଟାକୁ ଶ୍ରୀକାକୁଲମ କହୁଛନ୍ତି। ତ ନମ୍ବର 1 ରେ ଶ୍ରୀକାକୁଲମ ଯାଉଥିଲା, 2 ରେ ରାଜମୁନ୍ଦ୍ରୀ, 3 ରେ ଏଲୋର ଏବଂ 4 ରେ ଗୁଣ୍ଟୁର, ଆଉ ଯୋଉଗୁଡ଼ିକ ବର୍ତ୍ତମାନ ଗଞ୍ଜାମ ଡିଷ୍ଟ୍ରିକ୍ଟରେ ଅବସ୍ଥିତ। ତ ଆମେ ଏଥିରୁ କ'ଣ ଜାଣିଲେ, ଗଞ୍ଜାମ ଡିଷ୍ଟ୍ରିକ୍ଟରେ ଅଲରେଡି ବ୍ରିଟିଶର୍ସ ମାନେ କ'ଣ କରିଦେଲେଣି, ଆକ୍ୱାର କରିସାରିଲେଣି ଏରିଆ। ତ ବର୍ତ୍ତମାନ ବ୍ରିଟିଶର୍ସ ଗଞ୍ଜାମ ଡିଷ୍ଟ୍ରିକ୍ଟରେ ବସିଛନ୍ତି। ବୁଝିହେଲା? ତ ଯଦି ଆପଣ ମାନେ ଏମସିକ୍ୟୁଜ ପ୍ରାକ୍ଟିସ କରିନାହାନ୍ତି, ତ ଏମସିକ୍ୟୁଜ ଯାଇକି ପ୍ରାକ୍ଟିସ କରନ୍ତୁ। ଏଇଠି ଦେଖନ୍ତୁ, ମୁଁ ଏମସିକ୍ୟୁଜ ଆପଣ ମାନଙ୍କୁ ପ୍ରୋଭାଇଡ କରେଇଛି 11ଟା ଏମସିକ୍ୟୁ।
लास्ट क्लास जोटा थिला मेडाइवाल हिस्ट्री रो पार्ट 2 सेथिरु 11टा क्वेश्चन एवं पार्ट 1 रु 10टा क्वेश्चन आपण माननकु प्रोवाइड करा जायछि। आपण माननकु टेलीग्राम चैनल रे जाके जॉइन करंतु क्विज बाय चाटशाली जीएस। सेठी आपनकु एमसीक्यूज मिल जिवो। सेठी आपण माने एमसीक्यूज प्रोवाइड होउछि जो ताको अटेम्प्ट करिकि कमेंट सेक्शन रे स्कोर मेंटेन करंतु। ठीक अछि। स्कोर निहाती भाबरे आपण माने कमेंट सेक्शन रे कहंतु एवं आपण मानकु लिंक टा मिल जिवो डिस्क्रिप्शन बॉक्स रे। ठीक अछि। देखंतु एबे देखियो ब्रिटिश कन्क्वेस्ट। एबे पर्यंत आपण कोन जानले गंजाम रे बसिछि कि गंजाम रे ब्रिटिशर्स ऑलरेडी बसी सारलेनी जोटा कि मद्रास प्रेसिडेंसी। बुझी पारले। एबे देखिबे गंजाम रु एमाने कोन करबे मार्च करबे पुरी आडो को। पुरी रे की अछि वर्तमान रूल रे नासिर खान की अछि ना नासिर खान को तो मर्डर हो जाइथिला मुगल माने मर्डर कर नेथिले। हां नासिर खान नथिला। पुरी रे वर्तमान आपण देखिबे मुगल डायनेस्टी अछि। बुझी पारले। तो एबे देखिबे मुगल डायनेस्टी सहित एमानकर झड़प हबो एवं सेथिरे 18 सेप्टेम्बर 1803 रे पुरी कैप्चर कर नेबे। तापर आपण देखिबे 24 सेप्टेम्बर 1803 रे पार्शियली से माने कटक को कैप्चर कर नेबे एवं धीरे धीरे तापर आपण देखिबे अक्टोबर मास 14 तारिख रे सेम ईयर एंटायर कटक कैप्चर कर नेबे एवं ए जो पुरी एवं कटक बुझ पाले ए पुरी कटक दुईटा जाक कहार अंडर रे हेतिबो कर्नल हरकोट यांकर जो नेतृत्व रे ब्रिटिशर्स कोन करथे पुरी आ कटक को कैप्चर करने थिबे। बुझी पाले। एवं सेते बेले एठी के थिले मराठा मेडाइवाल रे हम देखिथिलेनी मराठा तो मराठा सेठी थिले मराठा मानन को हरै कि पुरी कटक कैप्चर कर नेले मुगल भी किछि जगह रे थिले हला। तो सेकेंड 22 सेप्टेम्बर सेम ईयर देखिबे आपण बालेश्वर रे जणे कैप्चर करूछंती ब्रिटिशर्स मानकर गवर्नर जे कि कैप्टन मोर्गन थिले। एपटे हरकोट कैप्चर करछंती पुरी कटक को सेपटे बालेश्वर को कैप्चर करछंती मोर्गन। आपण स्ट्रेटजी देखंतु स्ट्रेटजी बनै कि ही कोन करथिले एमाने कैप्चर करथिले ओडिसा को। 17th डिसेंबर रे आपण देखिबे सेम ईयर बैटल ऑफ लसवारी रो रिजल्ट आसीबो गोटे ट्रिटी साइन करिवे ब्रिटिशर्स देवगढ़ ट्रिटी जोटा कहा जाए एवं एटा साइन हेतिबो मराठा गवर्नर को सहित। मराठा रूल रे थिले मराठा गवर्नर रघुजी भोसले जे कि नागपुर बुझेला तांकर सहित ट्रिटी साइन हेतिबो ट्रिटी ऑफ देवगढ़ को बैटल लसवारी बैटल एवं एई बैटल रे से हारी थिबे कि रघुजी भोसले हारी जाइथिबे जहा फले से सरेंडर करथिबे कटक एवं बालेश्वर को। कटक कटकटा बहुत बड़ सेते बेलकू डिस्ट्रिक्ट थिला वर्तमान तो डिवाइड हो जाइछि। तो कटक रे किछि पोर्शन वर्तमान आपण जो देखुचंती तो सेपट पोर्शन रे कटक एवं बालेश्वर को से माने कोन करथिबे सरेंडर करथिबे। तापर आपण देखिबे वेलेस्ली जे थिबो तार रूल्स स्टार्ट हे जिवो ओडिसा रे। तापर आपण देखिबे नेक्स्ट ईयर 1804 रे 1803 रे तो कटक पुरी बालेश्वर तीनटा जगह से माने कैप्चर कर नेबे एवं एथिरे दुई जण थिबे जणे कैप्टन हरकोट जे कि पुरी कटक को देथिबे ब्रिटिश सरकार को एवं आउ जणे थिबे कैप्टन मोर्गन जे कि बालेश्वर देथिबे एवं कटक मध्ये किछि पोर्शन बुझि पाले। तापर आपण देखिबे मेजर ब्रॉकटन जे थिबे से संबलपुर को कैप्चर करने थिबे। संबलपुर रे भी सेते बेले मराठा थिबे एवं को गवर्नर थिबे तांत्या फडनाविस है ना। तांत्या फडनाविस को हरे कि संबलपुर को एक्वायर करने थिबे ब्रॉकटन किंतु बरलो जे थिबे से जे गवर्नर जनरल जते बेले हेबे से पुनी रिस्टोर कर देबे माने दे देबे पुनी थरे संबलपुर को कहा हातरे मराठा हातरे। कोन पे दया आसीथिला नै से एथि पई दे देबे जे गोटे एते बड़ एरिया को
ଯେତେବେଳେ ଆକ୍ୱାର କରାଯାଏ ସେଇ ଏରିଆର ଲୋକକୁ ସେଇଥିପାଇଁ ଦିଆଯାଏ କାହିଁକିନା ସେ ଏରିଆକୁ ଭଲ ଭାବରେ ଜାଣିଛି ଏବଂ ସେଇ ଏରିଆରେ ଯଦି ଆପଣଙ୍କୁ ରେଭିନ୍ୟୁ କିଛି କମର୍ସିଆଲ ପର୍ପସ୍ କରିବାର ଅଛି ତ ସେଇ ଏରିଆର ଲୋକକୁ ହିଁ ସେଠି ରଖିବାର ଅଛି। ସେଥିପାଇଁ ମରାଠା ମାନଙ୍କୁ ଆଜ ଏ ଏଜେଣ୍ଟ ସେମାନେ ରଖିଥିଲେ ସେଠି, ବୁଝିପାରିଲେ, ଆଜ ଏ ଏଜେଣ୍ଟ, ନା କି ପୁରାପୁରି ଭାବରେ ଦେଇ ଦେଇଥିଲେ। କିନ୍ତୁ ସେ ଏଜେଣ୍ଟସିପ୍ ମଧ୍ୟ ଆଗକୁ ଯାଇକି ସମ୍ପୂର୍ଣ୍ଣ ଭାବରେ ପଳେଇବ, ଯୋଉଟା କି ଡକ୍ଟ୍ରାଇନ୍ ଅଫ୍ ଲ୍ୟାପ୍ସ କେସରେ ଯେତେବେଳେ ଏଠିକାର ରାଜାଙ୍କର ଡେଥ୍ ହେଇଯିବ, ଡକ୍ଟ୍ରାଇନ୍ ଅଫ୍ ଲ୍ୟାପ୍ସ ଥିଲା ଡେଲହାଉଜିର, ଯୋଉଟାକୁ ସେ ଆପ୍ଲାଏ କରିକି ଝାନ୍ସୀ ମଧ୍ୟ କଣ କରିଥିବ, କ୍ୟାପଚର କରିନେଇଥିବ। ତ ସେଇ ଡକ୍ଟ୍ରାଇନ୍ ଅଫ୍ ଲ୍ୟାପ୍ସରେ ମରାଠାଙ୍କ ଠାରୁ ପୁଣି ଥରେ ସମ୍ବଲପୁରକୁ ସେ ନେଇଯିବ ଏବଂ ଏଥିରେ କଣ ହୁଏ ଡକ୍ଟ୍ରାଇନ୍ ଅଫ୍ ଲ୍ୟାପ୍ସରେ, ଯୋଉ ଏରିଆର କିଙ୍ଗର ଡେଥ୍ ହେଉଛି ତାର ଯଦି ନିଜର କିଛି ପୁତ୍ର ନାହାନ୍ତି, ନିଜର ସନ୍ ନାହାନ୍ତି, ତାହେଲେ ପୋଷ୍ୟ ପୁତ୍ରକୁ ଗ୍ରହଣ କରୁନଥିଲା ବ୍ରିଟିଶ ସରକାର। ସେ ଭାବୁଥିଲା ଭାରତ ତାର ଏବଂ ସେ ଯୋଉଟା ରୁଲ କରିବ ସେଇଟା ହବ, ଆଉ ସେଇଟା ହେଉଥିଲା ବି, ବୁଝିପାରିଲେ। ଏପର୍ଯ୍ୟନ୍ତ ଯଦି ଆପଣମାନେ ଆସିଛନ୍ତି, ଆପଣମାନଙ୍କର ସପୋର୍ଟ ନିହାତି ଭାବରେ ଦରକାର, ନିହାତି ଭାବରେ ଆପଣମାନେ ସବସ୍କ୍ରାଇବ୍ କରିନିଅନ୍ତୁ ଚ୍ୟାନେଲକୁ ଏବଂ ଲାଇକ୍ ବଟନକୁ ହିଟ୍ କରନ୍ତୁ ଏବଂ ଆପଣମାନେ MCQs ଆମର ଟେଲିଗ୍ରାମ ଚ୍ୟାନେଲରେ ପ୍ରାକ୍ଟିସ୍ କରିପାରିବେ। ଆପଣମାନଙ୍କ ସପୋର୍ଟ ନିହାତି ଭାବରେ ଦରକାର, ତାକି ଏମିତି ନୂଆ ନୂଆ କଣ୍ଟେଣ୍ଟ ମୁଁ ଆପଣମାନଙ୍କ ପାଖକୁ ନେଇକି ଆସିବି। ଆଉ ଯଦି ଆପଣମାନଙ୍କୁ ଚ୍ୟାନେଲରେ ଏଇ ଯୋଉ ଭିଡିଓଜ କୋଉଥିରେ ଭଲ ଲାଗୁନି ତ ଆପଣମାନେ କମେଣ୍ଟ ସେକ୍ସନରେ ଗୋଟେ ଭଲ ଲାଙ୍ଗୁଏଜରେ, ସଭ୍ୟ ଲାଙ୍ଗୁଏଜରେ ଆପଣମାନେ ନିଜର ଓପିନିଅନ ରଖିପାରିବେ ଏବଂ ଆପଣଙ୍କ ଓପିନିଅନ ଉପରେ କାମ କରିବା ପାଇଁ ମୁଁ ନିହାତି ଭାବରେ ଚେଷ୍ଟା କରିବି। ତ ଆପଣମାନଙ୍କର ଓପିନିଅନ ନିହାତି ଭାବରେ ମୋତେ ଦରକାର, ଆପଣମାନଙ୍କର ସପୋର୍ଟ ଦରକାର, ତ ପ୍ଲିଜ୍ ମୋତେ ସପୋର୍ଟ ନିହାତି ଭାବରେ କରନ୍ତୁ। ତ ଯୋଉ ବ୍ରିଟିଶ ଆଡମିନିଷ୍ଟ୍ରେସନ ଥିଲା ଓଡ଼ିଶାରେ, ସେ ଓଡ଼ିଶାକୁ ଆଡମିନିଷ୍ଟ୍ରେସନ କରିବ ନା, ତ ତାକୁ ତ ଡିଭାଇଡ କରିବାକୁ ପଡିବ। ଯେମିତି ଆମର ବର୍ତ୍ତମାନ ଓଡ଼ିଶାକୁ ଡିଭାଇଡ କରାଯାଇଛି ଜିଲ୍ଲାରେ, ଜିଲ୍ଲାକୁ ଡିଭାଇଡ କରାଯାଇଛି କେତେଟା ସବ୍ ଡିଭିଜନରେ। ତ ସେଇଭଳି ଭାବରେ ବ୍ରିଟିଶ ସରକାର ମଧ୍ୟ ଭଲ ଭାବରେ ସ୍ମୁଥଲି ଆଡମିନିଷ୍ଟ୍ରେସନ ଚଲେଇବା ପାଇଁ ଓଡ଼ିଶାକୁ 3ଟା ପାର୍ଟରେ ଡିଭାଇଡ କରିଥିଲା। ପ୍ରଥମ ପାର୍ଟ ଥିଲା ପ୍ରୋଭିନ୍ସ ଅଫ କଟକ। ପ୍ରୋଭିନ୍ସ କହିଲେ ଷ୍ଟେଟ, ଷ୍ଟେଟକୁ ଆଗରୁ କୁହାଯାଉଥିଲା ପ୍ରୋଭିନ୍ସ, ବୁଝିପାରିଲେ। ତ କଟକ ପ୍ରୋଭିନ୍ସଟା ଯାଉଥିଲା ବେଙ୍ଗଲ ପ୍ରେସିଡେନ୍ସିରେ। ଆପଣ ଏମିତି ନ୍ୟୁମରିକ ଏମିତି ଆପଣ ହିଣ୍ଟ ଦେଇକି କହିପାରିବେ ଯେ କଟକରେ ବେଙ୍ଗଲ ବେଶୀ ରହୁଥିଲେ। ଏଟାକୁ ଡେରିଭେଟିଭ ବିଲକୁଲ ବି ଭାବିବେନି, ତ ଆମେ ଖାଲି ମନେ ରଖିବା ପାଇଁ ଏଟାକୁ କହୁଛନ୍ତି କଟକରେ ବେଙ୍ଗଲ ବେଶୀ ରହୁଥିଲେ, ତାମାନେ ବେଙ୍ଗଲ ପ୍ରେସିଡେନ୍ସି ଏଟା, ବୁଝିପାରିଲେ। ନମ୍ବର 2ରେ ଆସିଲା ଗଞ୍ଜାମ ଏବଂ କୋରାପୁଟ। ଏଇଟା ଆସୁଥିଲା ଆପଣଙ୍କର ମଦ୍ରାସ ପ୍ରେସିଡେନ୍ସିରେ। ମଦ୍ରାସଟା ଆମର ସାଉଥ ସାଇଡରେ ରହୁଥିଲା, ତ ଗଞ୍ଜାମ କୋରାପୁଟ ଆମର ମଦ୍ରାସ ପ୍ରେସିଡେନ୍ସିରେ ଆସିଲା। ଏବଂ 3rdରେ ସମ୍ବଲପୁର ଆମର ମଝିରେ ରହିଗଲା, ତ ସେଇଟା ଆସିଗଲା ଆପଣଙ୍କର ସେଣ୍ଟ୍ରାଲ ପ୍ରୋଭିନ୍ସରେ, ବୁଝିପାରିଲେ। ବୁଝା ପଡିଗଲା। ତ ଆଜି ଯୋଉଟା ବି ଆପଣମାନଙ୍କୁ ଏଠି ପଢା ଯାଉଛି ତାର MCQs ମୁଁ ଆପଣମାନଙ୍କୁ ଟେଲିଗ୍ରାମ ଚ୍ୟାନେଲରେ ପ୍ରୋଭାଇଡ କରିବି, ସେଠି ଯାଇକି ଆପଣମାନେ ଆଟେମ୍ପ୍ଟ କରନ୍ତୁ। ଆଟେମ୍ପ୍ଟ କଲା ପରେ ଆପଣଙ୍କର ଯେତିକି ବି ସ୍କୋର ହେଉଛି ତାକୁ ଆପଣମାନେ ଏଇ ଭିଡିଓର କମେଣ୍ଟ ସେକ୍ସନରେ ମେନସନ କରିବେ। କେତେ ସ୍କୋର ଆସୁଛି ଆପଣଙ୍କର, 10ଟା କ୍ୱେଶ୍ଚିନ୍ ଆସିବ, 10ଟା କ୍ୱେଶ୍ଚିନ୍ରୁ ଆପଣଙ୍କର କେତେ ସ୍କୋର ହେଲା ଆପଣମାନେ ଅନେଷ୍ଟଲି ସେଠି ଯାଇକି ଆପଣ କମେଣ୍ଟ ସେକ୍ସନ ଏଇ ଭିଡିଓର ଆପଣମାନେ କଣ କରିବେ, କମେଣ୍ଟ କରିବେ। ଆପଣମାନେ ଚ୍ୟାନେଲର ଲିଙ୍କ ଆପଣମାନଙ୍କୁ ଡେସ୍କ୍ରିପସନରେ ମିଳିଯିବ, ସେଠି ଯାଇକି ଜଏନ୍ କରିନିଅନ୍ତୁ ଏବଂ MCQ ପ୍ରିପେୟାର କରନ୍ତୁ। ଏବଂ ଏଇ ଭିଡିଓରେ ଏଇ ପାର୍ଟରେ ଏତିକି ହିଁ ରହିଲା। ନେକ୍ସଟ ପାର୍ଟରେ ଆପଣ ଦେଖିବେ ଅପରାଇଜିଂ ଏବଂ ଫେମସ୍ ରେବେଲିୟନ, କିଛି ମୁଭମେଣ୍ଟସ, ଏସବୁ ବିଷୟରେ ଆମେ ନେକ୍ସଟ ଭିଡିଓରେ ଡିସ୍କସନ କରିବା। ସେତେବେଳେ ପର୍ଯ୍ୟନ୍ତ ଥ୍ୟାଙ୍କ ୟୁ ଭେରି ମଚ୍। ସାଇନିଂ ଅଫ୍ ଚାଟଶାଳୀ GS କ୍ୱାଲିଟି ମ୍ୟାଟର୍ସ ଏ ଲଟ୍। ଜୟ ହିନ୍ଦ।